ଶୁଣୁ ନା ଗୋଟେ କାମ ଲାଗିଛି ବୋଲି କଣ ଦିନ ମାନ ସାରା ଗୋଟେ ଦେଖା ଦର୍ଶନ ନାହିଁ କିଛି ନାହିଁ କଣ ସେ ଦେଖା ଯାଉଛ କେମିତି କହିଲ କାମ ବହୁତ ଅଛି କୁଆଡେ ଯାଉଛ ଗୋଟେ ପିଲା ମାନେ କାମ ବ୍ୟସ୍ତ ବୋଲି ଆଉ ଦେଖା ଦର୍ଶନ ନାହିଁ କିଛି ନାହିଁ କୁଆଡେ ବୁଲୁଛ କୁଆଡେ ଯାଉଛ ଠିକ ଅଧଘଣ୍ଟା ପରେ ଦେଖା ହବ ଅଧଘଣ୍ଟେ ପରେ ଦେଖା ହବ ସେ କେମିତି ଗାଧେଇ ପାଧେଇ ଯାଇଥିଲ କେମିତି ଦେଖାଗଲଣି ଦେଖିଲ କେମିତି ଦେଖାଗଲଣି କେମିତି ଦେଖାଗଲଣି ହାଇ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ କାଲି ଆମର ଘର ପ୍ରତିଷ୍ଠା ସରିଯାଇଛି ଆଉ ଆଜି ହନୁମାନଙ୍କ ମେଳା ଅଛି ଆଉ ସମସ୍ତେ ପୁରା କାମରେ ବ୍ୟସ୍ତ ସମସ୍ତେ ଲାଗି ପଡୁଛନ୍ତି ଯେହେତୁ ମୁଁ ବୋହୂ ମୁଁ ଅବଶ୍ୟ ବାହାରକୁ ଯାଇପାରିବିନି ଘରେ ଆମର ଏବେ ରୋଷେଇବାସ ପାଇଁ ଚାଲିଛି ଆରେଞ୍ଜମେଣ୍ଟ ହେଉଛି ମୁଁ ମୋର ଉପରେ ଆସି ବସିଛି ଆଉ ନାଇଁ ସକାଳର କାମ ସରିଯାଇଛି କି ଆମର ତଳେ ଏଇଠି ବାଲକୋନି ପଟେ ଦେଖୁଛି ବର୍ଷା ଯେହେତୁ ହଉଛି ସବୁ ଲୁଗାପଟା ଏଇଠି ଶୁଖା ହେଇଯାଇଛି ଦେଖାଯାଉନି ଆଉ ଏଇପଟେ ଆମର ସବୁ ଡେକୋରେଟ କରାଯାଇଛି ତଳେ ଆଉ ମୁଁ ଏବେ ଯାଇନି ଯେହେତୁ ସମସ୍ତେ ଅଛନ୍ତି ସେଠି ଗୁରୁଜନ ଲୋକ ଆମ ବୋଉ ସେଠି ପୁରା କାମରେ ଲାଗି ପଡୁଛନ୍ତି ଧୁଆ ଧୁଇରେ ବର୍ଷା ହେଇକି ପୁରା ହେଇକି ସବୁ ଅସନା ଅଳିଆ ହେଇଯାଇଛି ଆଉ ସେପଟେ ଆମର ଚାଲିଛି ହାନୁ କେତେବେଳେ ଆସିଲେ ଏଇଠି ଆମର ସବୁ ଡେକୋରେଟ କରାଯାଉଛି ପୂଜା ପାଇଁ ଏ ଘର କଣ ଅନ୍ଧାର କରିଦେଇଛନ୍ତି ଖାଲି ଠାକୁର ଜିନିଷ କରେଣ୍ଟ ନଥିଲା ସକାଳୁ ଏବେ କରେଣ୍ଟ ଆସିଲା ସବୁ ପୁରା ଲାଗି ପଡିଛନ୍ତି ସମସ୍ତେ ଡେକୋରେଟ କରିବାରେ ଆଉ ସନ୍ଧ୍ୟା ବେଳକୁ ପୁରା ପୂଜା ଆରମ୍ଭ ହେଇଯିବ ଆପଣମାନଙ୍କ ସହିତ ନିଶ୍ଚିନ୍ତ ସେୟାର କରିବି କାଲି ଯେହେତୁ ଘର ପ୍ରତିଷ୍ଠା ବେଳେ ବି ବର୍ଷା ପ୍ରବଳ କାମ ବି ବହୁତ ରହିଗଲା ସମସ୍ତେ ପୁରା କାମରେ ବ୍ୟସ୍ତ ରହିଲେ ଆଉ ମୁଁ ଯେହେତୁ ଘରର ବୋହୂ ଆଉ ମୋବାଇଲଟା ଧରିବା ମୋ ପାଖେ ସମ୍ଭବ ହେଲାନି ଆଉ ବି ସେମିତି କେହି ଫାଙ୍କା ନଥିଲେ ଯେ କିଏ ଜଣେ ମୋବାଇଲ ଧରିବ ବୋଲି ସେଥିପାଇଁ କାଲିର ଘର ପ୍ରତିଷ୍ଠାଟା ଆପଣମାନଙ୍କ ସହିତ ସେୟାର କରିପାରିଲିନି ଆମର ହନୁମାନ ମେଳା ସବୁ ବର୍ଷ ହୁଏ ଘରେ ଆଉ ଗାଉଁଲି ଭୋଜି ହୁଏ କିନ୍ତୁ ଏ ବର୍ଷ ମାନେ କାର୍ତ୍ତିକ ମାସରେ ହୁଏ ଆଉ ଏଇ ବର୍ଷଟା କାର୍ତ୍ତିକ ମାସରେ କରିନଥିଲେ ଆଉ ରଖା ହେଇଥିଲା ଦାଦାଙ୍କର ଘର ପ୍ରତିଷ୍ଠା କରାହେଲା ସେ ବଜାର ଉପରେ ଘର ତାଙ୍କର ନୂଆ ଆରମ୍ଭ କରିଛନ୍ତି ଆଉ ସେଇଠି ଘର ପ୍ରତିଷ୍ଠା ସରିଲା ପରେ ସେଇଥିରେ ହନୁମାନ ମେଳା କରିବେ ବୋଲି ପ୍ଲାନିଂ ରଖିଥିଲେ ଆଉ ଆଜି ଲାଷ୍ଟ ହନୁମାନ ମେଳା ଫାଇନାଲି କରାହବାର ଯୋଗାଯୋଗ ଚାଲିଛି କିନ୍ତୁ ବର୍ଷା ପୁରା ଲାଗି ରହିଛି ଆଉ ମୁଁ ଟୁଙ୍ଗୁରୁ ଟୁଙ୍ଗୁରୁ ହେଇକି ଏପଟ ସେପଟ ହେଇକି ଦୌଡୁଛି ଆଉ ଯେହେତୁ ବାହାର କାମ ମତେ ଛାଡିବେନି ଘର କାମ ଟିକେ ହେଲ୍ପ କରିଥାନ୍ତି ସବୁ କାମରେ ହାତ ପକେଇଥାନ୍ତି କିନ୍ତୁ ଯେହେତୁ ବାହାର କାମ ହଉଛି ମୁଁ ତ ଦାଣ୍ଡକୁ ଯିବିନି ତ ସେଥିପାଇଁ ମୋବାଇଲଟା ଧରିକି ଆପଣମାନଙ୍କ ସହିତ ଟୁଙ୍ଗୁ ଟୁଙ୍ଗୁ ହଉଛି ଆଉ ଘରେ କିନ୍ତୁ କେହି ବି ରହୁନାହାନ୍ତି ସମସ୍ତେ ମାନେ ଜବ୍ କରୁଛନ୍ତି ବାହାରେ ରହୁଛନ୍ତି ସମସ୍ତେ ଯାଇକି ଯେତେବେଳେ କିଛି ଗୋଟେ ଭଲ ମନ୍ଦ ହେଉଛି କି ଆମର ପୂଜା ପର୍ବ କି କିଛି ଗୋଟେ ଫଙ୍କସନ୍ ହେଉଛି ତାହେଲେ ସମସ୍ତେ ଆମେ ଭେଟ ହେଉଛନ୍ତି ଆଉ ସବୁ ଘର ଦ୍ୱାରା ସବୁ ପଡ଼ିଛି ଯେମିତି ସେମିତି ଖାଲି ଆମର ଏଇ ପୂଜା ପାଇଁ ସବୁ ଏମିତି ଫାଙ୍କା ଫାଙ୍କା ହେଇକି ପଡ଼ିଛି ଆଉ ଦାଦାଙ୍କର ସେପଟେ ଯେହେତୁ ଘର ପ୍ରତିଷ୍ଠା କରାହେଲା ଏଇଟା ମୋ ରୁମ୍ ଏଠି ଗୋଟେ ଷ୍ଟିକରିଂ କରାହେଇଥିଲା ଆଉ ଆମ ଦି ଜଣଙ୍କର ଫଟୋ ସେଇଟା ସେ ଫଟୋଟା ଟିକେ ତାଙ୍କୁ ଭଲ ଲାଗିଲାନି ସେ ଗୋଟେ ଅର୍ଡର ଦେଇଛନ୍ତି ସେଥିପାଇଁ ଏଇଟାକୁ ସେ ଖୋଲିଛନ୍ତି ଆଉ ଥରେ କଲର କରାହବ ତାପରେ ଏଇଟା ସେ ଆଉ ଥରେ ଡେକୋରେଟ କରିବେ ଆଉ
ସମସ୍ତେ ବହୁତ ଆସିଛନ୍ତି, ମାନେ ସମସ୍ତେ ଆମର ଯେହେତୁ ବାପା 3 ଭାଇ ସମସ୍ତେ ଆମେ ଜଏଣ୍ଟ ଫ୍ୟାମିଲି, ତ ଦାଦାଙ୍କର ସବୁ ରିଲେଟିଭ୍ସ, ବାପାଙ୍କର ରିଲେଟିଭ୍ସ, ବଡ଼ ବାପାଙ୍କର ରିଲେଟିଭ୍ସ ସମସ୍ତେ ଆସିଛନ୍ତି। ସମସ୍ତେ ଅଛନ୍ତି ଯାଇକି ଆମର ରାହାମା ବଜାର ଉପରେ ଅଛନ୍ତି ଦାଦାଙ୍କ ରୁମ୍ରେ, ସେଠି କାଲି ଘର ପ୍ରତିଷ୍ଠା ହେଇଥିଲା ଯେହେତୁ ସମସ୍ତେ ସେଇଠି ଅଛନ୍ତି। ଆଉ ଆଜି ବର୍ଷା ହେଉଛି ନା, ସେଥିପାଇଁ ଆସିନାହାନ୍ତି, ସମସ୍ତେ ଧୀରେ ଧୀରେ ଆସିବେ। ଆମ ଦାଦା ସାନକୁ ଆସିଗଲେଣି। ଆଉ ଏପଟେ ଆମର ଦୀପୁନି, ଆମ ବାବୁ, ବାପା, ବୋଉ, ଆଉ ଆମ ବଡ଼ ଭିଣେଇ, ଆମ ବଡ଼ ଦିଦି ସମସ୍ତେ ଏଠି ମିଶି ଯାଇଛନ୍ତି କାମରେ। ଆଉ ସେମାନେ ସମସ୍ତେ ଧୀରେ ଧୀରେ ଆସିକି ପହଞ୍ଚିବେ। ଆଉ ଆଜି ତ ଖାଇବା ପିଇବା ବନ୍ଦ ମାନେ କ'ଣ, ପୂଜାଟା ଗୋଟେ କ'ଣ ଷ୍ଟାର୍ଟ ହେବ ମୁଁ ଭଲସେ ଜାଣିନି। ମୋର ମ୍ୟାରେଜର ଫାଷ୍ଟ ବର୍ଷ ହନୁମାନ ମେଳା ହେଇଥିଲା, ମୁଁ ଦେଖିଥିଲି। ଆଉ ମାନେ ଭଲସେ ଦେଖିନି, ଯେହେତୁ ଫାଷ୍ଟ ବର୍ଷ ମାନେ ମୋ ମ୍ୟାରେଜର ଅଷ୍ଟମଙ୍ଗଳା ପରଦିନ ୟା ତାରି ଭିତରେ କେଉଁଦିନ ହେଇଥିଲା। ମୁଁ ନୂଆ ବୋହୂ ଯେହେତୁ ମୁଁ ଆସି ଖାଲି ମୁଣ୍ଡିଆ ମାରିକି ଯାଇଥିଲି ଠାକୁରଙ୍କୁ, ଆଉ ବେଶୀ କିଛି ମାନେ ଦେଖିବି ନଥିଲି। କିନ୍ତୁ ଏଇ ବର୍ଷ ଭଲସେ ଦେଖିବି ଆଉ ଆପଣମାନଙ୍କ ସହିତ ସେୟାର କରିବି। ଆଉ ଯେତେବେଳେ ବି ହେଇଛି ଆମେ ବାହାରେ ରହିଛୁ, ମାନେ ଆସିପାରିନାହୁଁ କୌଣସି ଅସୁବିଧା ବଶତଃ। ମାନେ ବାଙ୍ଗଲୋରରେ ଥିଲୁ, ଗୋଟେ ବର୍ଷ ହେଇଥିଲା, ଆଉ ଗୋଟେ ବର୍ଷ ସେମିତି ଦେହ ଖରାପ ଥିଲା ଏମିତି। ତ ଆର ବର୍ଷ ଟିକେ ହେଇନଥିଲା କିଛି ଗୋଟେ ଅସୁବିଧା ଯୋଗୁଁ। ତ ଏ ବର୍ଷ ଫାଇନାଲି ପୁଣି ଆଉଥରେ ହନୁମାନ ମେଳା ହେଉଛି। ସମସ୍ତେ ଆସିଛନ୍ତି, ଦାଦାଙ୍କର ଝିଅମାନେ, ଦିଦି ମାନେ ସମସ୍ତେ ଆସିଛନ୍ତି। ବାପାଙ୍କର ମାନେ ଆମର ମୋ ନଣନ୍ଦ ମାନେ ସମସ୍ତେ ଆସିଛନ୍ତି, ବଡ଼ବାପାଙ୍କ ଝିଅ ଆସିଛନ୍ତି, ଆଉ ଆମ ଭାଇ, ନାନା, ଆମ ଝିଅ ମାନେ ସମସ୍ତେ ଆସିଛନ୍ତି। ଖାଲି କେବଳ ଆମର ସାନ ଝିଅ ସେଲି ରହିଯାଇଛନ୍ତି, ସେ ଆସିପାରିନାହାନ୍ତି ଯେହେତୁ ତାଙ୍କର ଛୁଟି ମିଳିନି, ସେମାନେ ମାଲକାନଗିରିରେ ରହୁଛନ୍ତି, ଆଉ ସେ ଆସିପାରିନାହାନ୍ତି। ଆଉ ମୋ ସାନ ଦିଦି ମାନେ ସାନ ନଣନ୍ଦ, ସେ ଏବେ ରଜ ବେଳେ ଆସିଥିଲେ, ଯେହେତୁ 1 ମାସ 1.5 ମାସ ଛୁଟି ଆଣିକି ଆସିଥିଲେ, ସେ ଦିଲ୍ଲୀରେ ରହୁଛନ୍ତି, ଆଉ ସେଥିପାଇଁ ସେ ବି ଆସିପାରିଲେନି। ଆଉ ବାକି ସମସ୍ତେ ଆସିଛନ୍ତି। ଆଉ ମୁଁ ସେମାନେ ଆସିଲା ପରେ ଆପଣମାନଙ୍କ ସହିତ ଚେଷ୍ଟା କରିବି ସେୟାର କରିବା ପାଇଁ। ସମସ୍ତେ ବନ୍ଧୁ ଲୋକ ଆସିଗଲା ପରେ ଗୋଟେ ବୋହୁଟା ମୋବାଇଲ ଧରିକି ଏମିତି ଭିଡ଼ିଓ ବନେଇବାଟା ଟିକେ ଠିକ୍ ହେବନି ନା, ତ ସେଥିପାଇଁ କାଲି ବହୁତ ମିସ୍ କରିଦେଲି। ଆଉ ମନ ଥିଲା ଗୋଟେ ଭିଡ଼ିଓ ବନେଇଥାନ୍ତି, ଆପଣମାନଙ୍କ ସହିତ ସେୟାର କରିଥାନ୍ତି। ଆମ ବାବୁ କିଛି କିଛି ପୂଜା ଟାଇମ୍ର ଫଟୋ ଭିଡ଼ିଓ ରଖିଛନ୍ତି, ସେଗୁଡ଼ାକୁ ବି ଆପଣମାନଙ୍କ ସହିତ ନିଶ୍ଚିନ୍ତ ସେୟାର କରିବି। ଆଉ ବର୍ତ୍ତମାନ ପାଇଁ ରହୁଛି। ଏବେ କ'ଣ ଖାଇବେ ସେମାନେ, ତ ଘରେ ଏବେ ରୋଷେଇ ହେବନି, ଆଉ ସମସ୍ତେ ଚା ପିଇଛନ୍ତି। ଆଉ ସେଥିପାଇଁ ଆମ ବାବୁ ଯାଇଛନ୍ତି ବାହାରକୁ, ଆଉ ମାନେ ବଜାରକୁ ଯାଇଛନ୍ତି। ବଜାରରୁ ବିନା ପିଆଜ ରସୁଣର କିଛି ନେଇ ଆସିବେ ଜଳଖିଆ, ଯେଉଁମାନେ ବନ୍ଧୁ ଲୋକ ଆସିଛନ୍ତି ଖାଇବେ। ଆଉ ଆମେମାନେ ତ ଉପବାସ, ପୂଜା ସରିଲା ପରେ ଯାଇକି ଖାଇବୁ। ଏତିକିରେ ରହୁଛି। ଆଉ କେହି କିଛି ବ୍ୟାଡ୍ କମେଣ୍ଟ ଦେବେନି। ଖୁସି ଲାଗିଲା ଆପଣମାନଙ୍କ ସହିତ ସେୟାର କରିବା ପାଇଁ, ଯେହେତୁ ଆମେମାନେ ବାହାରେ ରହୁଛନ୍ତି, ଆଉ ମନ ହୁଏ ଗାଁକୁ ଆସିବା ପାଇଁ। ଆଉ ଗାଁରେ ଆସିଲେ ଟିକେ ଏଇସବୁକୁ ମାନେ ଟିକେ ଖୁସି ଲାଗେ, ଏଇସବୁକୁ ଅନ୍ୟମାନଙ୍କ ସହିତ ସେୟାର କରିବା ପାଇଁ ଭଲ ଲାଗେ। ଆଉ ଆପଣମାନେ ମୋର ସେତିକି ସପୋର୍ଟ ଅଛନ୍ତି, ସେତିକି ଭଲ ପାଆନ୍ତି ମୋତେ, ସେତିକି ସ୍ନେହ ଶ୍ରଦ୍ଧା ଦିଅନ୍ତି। ଆଉ ସେଥିପାଇଁ ମୁଁ ଖୁସିରେ ଆପଣମାନଙ୍କ ସହିତ ଏସବୁ ସେୟାର କରୁଛି। ରହିକି ପୁଣି ଆଉ ଥରେ ଚେଷ୍ଟା କରିବି ପୂଜା ଆରମ୍ଭ ଟାଇମ୍ରେ। ଆଉ ସମସ୍ତେ ଯେତେବେଳେ ରିଲେଟିଭ୍ସ ଆସିଯିବେ, ବନ୍ଧୁବାନ୍ଧବ, ମାଉସୀ, ମାଇଁ, ଦିଦି, ଜେଜେ, ଭାଇ, ନାନା ସମସ୍ତେ ଆସିଗଲା ପରେ ମୁଁ ଚେଷ୍ଟା କରିବି ଆପଣମାନଙ୍କ ସହିତ ସେୟାର କରିବା ପାଇଁ।